ଜୟ ଜଗନ୍ନାଥ ସାଙ୍ଗମାନେ। ମୁଁ ଆମ ବାଡ଼ିକୁ ଆଜି ଆମ୍ବ କାଢ଼ିବାକୁ ଯାଉଛି। କାହିଁକି ନା ଗଲା ରାତିରେ ବହୁତ ବର୍ଷା ହେଇଥିଲା, ତ ଆମ୍ବ ଯାକ ପଡ଼ିଥିବ, ସେଥିପାଇଁ ମୁଁ ଆମ୍ବ କାଢ଼ିବାକୁ ପଳାଇଛି ଆମ ବାଡ଼ିକୁ। ଦେଖନ୍ତୁ ଆମର 3ଟା ଆମ୍ବ ଗଛ ଅଛି। ଆଗ ମୋର ବାବା ଆସୁଥିଲେ ଆମ୍ବ କାଢ଼ିବାକୁ, ହେଲେ ବାବା ମେଡ଼ିକାଲ ଯାଇଛନ୍ତି ବୋଲିକି ଆଜି ମୁଁ ଆସିଛି। 2 ଦିନ ହେଲା ମୁଁ ଆସୁଛି, ପବନ ହେଇଥାଉଛି, ହେଲେ ଆମ ବାଡ଼ିରେ ଆମ୍ବ ମିଳୁନି। କାହିଁକି ମିଳୁନି ମୋତେ ତ ଡାଉଟ୍ ଲାଗୁଛି। ସକାଳୁ କିଏ ଆସିକି ବୋଧେ ଆମ୍ବ ଯାକ କାଢ଼ିକି ନେଇଯାଉଛନ୍ତି, କାହିଁକି ନା ଆମେ ଟିକେ ଲେଟ୍ରେ ଉଠୁଛୁ, ତ ଆମ ଭାଗରେ ଆମ୍ବ ମିଳୁନି। ମାନେ ଆମର ଆମ୍ବ ଆମକୁ ହିଁ ମିଳୁନି। ଦେଖନ୍ତୁ କାଲି ଜୋରଦାର ପବନ ଆଉ ବର୍ଷା ହେଇଥିଲା। ଦେଖନ୍ତୁ ମାଟି ବି ଓଦା ଅଛି, ହେଲେ ଆମ୍ବ ଗୋଟେ ବି ପଡ଼ିନି। ଗଲା କୁଆଡ଼େ ଏତେ ଆମ୍ବ ବୋଧେ ଆମର କିଏ କାଢ଼ିକି ନେଇଯାଉଛନ୍ତି। ଲାଷ୍ଟ ଟାଇମ୍ ଭଲକି ଦେଖିବାକୁ ପଡ଼ିବ। ଆଇଦର ଏଇ ଆମର କାନ୍ଥରେ ଗୋଟେ କ୍ୟାମେରା ଲଗେଇବାକୁ ପଡ଼ିବ ଯେ ଆମର ଆମ୍ବ କିଏ ନେଇକି ଯାଉଛନ୍ତି। ଠିକ୍ ଅଛି, ଦେଖିବା କାଲି ସକାଳକୁ ପୁଣି ଥରେ ମୁଁ ଆସିବି। ଦେଖିବା ଆମର କେତେ ଆମ୍ବ ପଡ଼ିଥିବ, ମିଳୁଛି ନା ନାଇଁ, ନା ଆହୁରି କିଏ ନେଇଯିବେ। କାଲିକୁ ଜଣେଇବି ସାଙ୍ଗମାନେ।